ପିଲାମାନେ ଆଜି ଆମେ ଭିଡ଼ିଓରେ ମାଟିର ସୃଷ୍ଟି ବିଷୟରେ ପଢ଼ିବା। ପିଲାମାନେ ତୁମେ ଜାଣିଛ ଯେଉଁ ଶିଳାଖଣ୍ଡ ଭାଙ୍ଗି ମାଟି ସୃଷ୍ଟି ହୋଇଥାଏ, ତାହେଲେ ଏଇ ଯେଉଁ ମାଟି ସୃଷ୍ଟି ହୁଏ ଏଥିପାଇଁ ତାପମାତ୍ରା, ପବନ, ଜଳ ଆଉ ଜଳର ପରିବର୍ତ୍ତନ ଯୋଗୁଁ କ'ଣ ହୁଏ, ତାହେଲେ ଶିଳାଖଣ୍ଡ ଭାଙ୍ଗି ମାଟି ସୃଷ୍ଟି ହୋଇଥାଏ। ଯେମିତି ଦିନ ବେଳେ କ'ଣ ହୁଏ, ଭୂପୃଷ୍ଠରେ ତାପମାତ୍ରା ବଢ଼ିଯାଏ ଆଉ ରାତିରେ କ'ଣ ହୁଏ, ତାପମାତ୍ରା କମିଯାଏ। ତାହେଲେ ଏଇ ଯେଉଁ ଦେଖ ତାପମାତ୍ରା ବଢ଼ୁଛି ଆଉ ତାପମାତ୍ରା କମୁଛି, ତାହେଲେ ସେଇ ଫଳରେ କ'ଣ ହେଉଛି, ଶିଳା ପ୍ରସାରଣ ହୁଏ ଆଉ ସଂକୋଚନ ହୋଇଥାଏ। ଯେମିତି ଆମର ଗ୍ରୀଷ୍ମ ଋତୁରେ କ'ଣ ହୁଏ, ତାହେଲେ ଅଧିକ ତାପମାତ୍ରା ପଡ଼େ। ଯେତେବେଳେ ଅଧିକ ତାପମାତ୍ରା ପଡ଼ିବ କ'ଣ ହେବ, ଶିଳା ଗୁଡ଼ିକ ଅଧିକ ପ୍ରସାରଣ ହେବ। ଆଉ ଯେତେବେଳେ ଶୀତ ଋତୁରେ କ'ଣ ହୁଏ, ବହୁତ ଥଣ୍ଡା ପଡ଼େ, ଫଳରେ କ'ଣ ହେବ, ତାହେଲେ ଏଇ ଯେଉଁ ଶିଳା ଗୁଡ଼ିକ ସଂକୋଚନ ହେବ। ତାହେଲେ ଦେଖ ଯେମିତି ପ୍ରତିଦିନ ମାନେ ଖରାରେ କ'ଣ ହେଉଛି, ଅଧିକ ପ୍ରସାରଣ ହେଉଛି, ଶୀତରେ କ'ଣ ହେଉଛି, ସଂକୋଚନ ହେଉଛି। ଯେ ବାରମ୍ବାର ଏଇଭଳିଆ ହେଉଛି କ'ଣ ହେଉଛି, ମାନେ ବଢ଼ି ଯାଉଛି କମି ଯାଉଛି, ବଢ଼ି ଯାଉଛି କମି ଯାଉଛି। ଏହା ଫଳରେ କ'ଣ ହେବ, ତାହେଲେ ଶିଳା ଗୁଡ଼ିକରେ ଫାଟ ସୃଷ୍ଟି ହେବ। ଆଉ ଯେତେବେଳେ ଧର ଫାଟ ସୃଷ୍ଟି ହେଲା, ଯେତେବେଳେ ଯଦି ବର୍ଷା ହେଲା ଆଉ ଯଦି ପବନ ବଡ଼ ଜୋରରେ ବହିଲା ଆଉ ବର୍ଷା ହେଇକି ବଡ଼ ଜଳସ୍ରୋତ ହେଲା, ତାପରେ ତୁମେ ଦେଖିଥିବ ବହୁତ ଏଇ ଯେଉଁ ଉଦ୍ଭିଦର ଚେର ଗୁଡ଼ାକ ସେଇ ଯେଉଁ ଫାଟ ଯେଠି ପଡ଼ିଥାଏ, ତାହେଲେ ସେଠି ଚେର ପଶିଯାଏ। ଯେତେବେଳେ ପଶିଗଲେ କ'ଣ ହେବ, ସେଇ ଶିଳାକୁ ଭାଙ୍ଗି ଭାଙ୍ଗି ଛୋଟ ଖଣ୍ଡରେ ପରିଣତ କରିଦିଏ। ତାହେଲେ ବର୍ଷା ଜଳ ଆଉ ଯେତେ ସବୁ ନଦୀ ସ୍ରୋତରେ ଏଇ ଯେଉଁ ଶିଳା ଗୁଡ଼ିକ ମାନେ କ'ଣ ହେବ, ଗଡ଼ି ଗଡ଼ି ଚାଲିଯାଏ। ଦେଖ ଗଡ଼ି ଗଡ଼ି ଯାଉଥିବା ବେଳେ ପଥରରେ ପଥର କୁଟିବ ନା ନାହିଁ, ତାହେଲେ ବଡ଼ ପଥର ଗୁଡ଼ିକ ଛୋଟ ଗୁଡ଼ାକ କୁଟିକି ଭାଙ୍ଗି ଦିଅନ୍ତି। ତାହେଲେ ଏଇଭଳିଆ କ'ଣ ହେବ, ତାହେଲେ ଗଡ଼ି 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 ବହୁତ ଛୋଟ ହେଇଯିବ ସେଇ ଶିଳା ଗୁଡ଼ିକ। ତାପରେ ଦେଖ ସେଇ ଶିଳା ଗୁଡ଼ିକ ଲାଷ୍ଟ କ'ଣ ହେବ, ଯେଉଁ ଚୂର୍ଣ୍ଣ ହେଇକି ବାଲି ସୃଷ୍ଟି ହେବ। ଆଉ ସେଇ ଯେଉଁ ବାଲି ଗୁଡ଼ିକ ଯାଇକରି କାଦୁଅରେ ଧର ମିଶିଗଲା, ତାପରେ ବାଲି, କାଦୁଅ ଆଉ ଜୈବ ପଦାର୍ଥ ଏଗୁଡ଼ାକ ସବୁ ମିଶିକି କ'ଣ ହେବ, ଆମର ମାଟି ସୃଷ୍ଟି ହେବ। ଆଉ ଯେଉଁ ମାଟି ଯେଉଁ ସୃଷ୍ଟି ହୁଏ, ତାହେଲେ ଏଇଟା ହେଉଛି ଆମର ବହୁତ ମନ୍ଥର ପ୍ରକ୍ରିୟା। ମାନେ ଗୋଟେ ଇଞ୍ଚ ହେବା ପାଇଁ ଯେମିତି ମାନେ କେତେ ବର୍ଷ ଧରିକି ଲାଗିଯିବ, ମାନେ ଯେମିତି ହଜାର ହଜାର ଗୋଟେ ଇଞ୍ଚ ହେବା ପାଇଁ କେତେ ହଜାର ହଜାର ବର୍ଷ ଲାଗିଯାଏ, ବୁଝିଲା। ତାହେଲେ ଏଇଭଳିଆ ଆମେ ଜାଣିଲୁ ଯେ କ'ଣ ମାଟିର ସୃଷ୍ଟି ହୋଇଥାଏ। ଠିକ୍ ଅଛି ପିଲାମାନେ, ତାହେଲେ ତୁମମାନଙ୍କୁ ଯଦି ଭିଡ଼ିଓଟି ଭଲ ଲାଗିଲା ଭିଡ଼ିଓଟିକୁ ଲାଇକ୍ କରିବ, ସେୟାର କରିବ ଆଉ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବ। ରହୁଛି, ଧନ୍ୟବାଦ।